ହଁ ଦେବ ଦେବ ଶଙ୍କର ଭଗବାନ ଆଜି ଭକ୍ତିରେ ଯାଇକି ସନ୍ତୁଷ୍ଟ ଲାଭ କରି କହିଲେ ରେ ଓମ୍ ନମଃ ଶିବାୟ। ରେ ସାଗର ଓମ୍ ନମଃ ଶିବାୟ। ଏ ସାଗରାସୁର କିଏ ପ୍ରଭୁ? ମତେ ତୁ ପ୍ରଭୁ ପ୍ରଭୁ ଚିହ୍ନି ପାରିଲୁ ନାହିଁ ନାଇଁ ପ୍ରଭୁ ପ୍ରଭୁ ହେଲେ ତ ଭକ୍ତିରେ ମୁଁ ଯାଇକି ସନ୍ତୁଷ୍ଟ ଲାଭ କରିଛି। ପ୍ରଭୁ ମୁଁ ଚିହ୍ନି ପାଇଲିନି ପ୍ରଭୁ। ମୁଁ ତୋର ଭକ୍ତିକୁ ପରୀକ୍ଷା କରିବା ପାଇଁ ପ୍ରଭୁ ତମ ସନ୍ଧୁଟା କାହିଁ ଜାଣିପାଇଲିନି। ହେଲେ ମୁଁ ଯାଇକି ରୂପ ବିକୃତ କରି ଆସିଥିଲି। ପ୍ରଭୁ ହେଲେ ତ ଭକ୍ତିରେ ମୁଁ ସନ୍ତୁଷ୍ଟ ଲାଭ କରିଛି। ତୁ କଣ ବର ମାଗିବା କଥା ମାଗିନି। ପ୍ରଭୁ ଆପଣ ତ ଅନ୍ତର୍ଯ୍ୟାମୀ ସବୁ କଥା ଜାଣନ୍ତି ଅକର୍ମେ କର୍ମଦାୟକ। ହଁ। ମୋ ବଂଶ ରକ୍ଷା ହେବା ପାଇଁ ପ୍ରଭୁ ହଁ ମୋ ରାଣୀ କୋଳରେ ନାହିଁ କି ମୋ କୋଳରେ ନାହିଁ ପ୍ରଭୁ। ଆରେ ତୋ କୋଳ ପୁଣି ରାଣୀଙ୍କ କଥା। ପ୍ରଭୁ ରାଣୀର ତ ନହେଲେ ମୋର ବି ହଉନି ପ୍ରଭୁ। ଏ ଅଯୋଗ୍ୟ ହଁ ଆରେ ତୋର ଭାଗ୍ୟ ରେଖାରେ ମୁଁ ଦେଖୁଛି ଯେ କି ତୋ କପାଳରେ ପୁତ୍ର କନ୍ୟା କିଛି ନାହିଁ। ଆପଣ ନା। ପୁରା ଅକର୍ମେ ଆରେ ତୋ କର୍ମଦାୟକ। ଔରସରୁ ତୋ ରାଣୀଙ୍କ ଗର୍ଭରୁ ଯାଇକି କୌଣସି ସନ୍ତାନ ସନ୍ତତି ଜନ୍ମ ଗ୍ରହଣ କରିବେ ନାହିଁ। ହଁ ହଁ ହେଲେ ତୁ ଏଇଠାରୁ ମୋର ନାମ ଜପ କରି ପ୍ରଭୁ 7 ଯୋଜନ ପଛକୁ ଯିବୁ। ହଁ ହଁ ସାତ ଯୋଜନ ସେଠାରେ ଗୋଟେ ପଥର ଶିଳା ଦେଖିବୁ। ପଥରଟେ ପଥର ଶିଳା ଉପରେ ପୁତ୍ର ହେଉ ବା କନ୍ୟା ହେଉ ଯାହା ପାଇବୁ ପ୍ରଭୁ ଯେ କି ସେ ପାଳିତ କନ୍ୟା ବା ପୁତ୍ର ମୁଁ ତତେ ପ୍ରଦାନ କରିଛି ଭାବି ନବୁ ତାକୁ ନେଇ ତୁ ପାଳନ କରିବୁ। ହଁ ହଁ ହେଲା ପ୍ରଭୁ ତୋ ଅନ୍ତେ ସେ ହେବ ତୋ ରାଜ୍ୟର ଉତ୍ତରାଧିକାରୀ। ଏହି ତତେ ଆଶୀର୍ବାଦ ଦେଉଛି। ସମ ପଛପଟୁ ଗଲେ ହବନି। ଆରେ ଯଥା ଶୀଘ୍ର ତୁ ଚାଲି ଯା। ହଁ ହଁ ଆଜି ଯାଇକି ଦତ୍ୟ ସାଗରାସୁର ଯାଇକି ଚାଲି ଯାଇଛି। ପ୍ରଭୁ ଆର ପାଳି ଗଞ୍ଜେଇ ଫଞ୍ଜେଇ ଆଣିକି ଆସିବି। ଦେବ ଦେବ ଶଙ୍କର ଭଗବାନଙ୍କର ନିର୍ଦ୍ଦେଶକୁ ମାନି ଆଜି ଯେତେବେଳେ ଚାଲି ଯାଇଛି 7 ଯୋଜନ ପଛକୁ ହଁ ହଁ ତାର ଗୃହ ଅଭିମୁଖେ ଯିବା ବାଟରେ ଦେଖିଲା ପଥର ଶିଳା ଉପରେ ଗୋଟିଏ କନ୍ୟାଟିଏ। ଆଜି କନ୍ୟା ସନ୍ତାନଟିକୁ କୋଳରେ ଧରି ତାର ଆନନ୍ଦ କହିଲେ ନ ସରେ। ସରେ ଯେମିତି ନନ୍ଦ ଘରେ ଗୋବିନ୍ଦ ଜନ୍ମ ଗ୍ରହଣ କରିଥିଲେ ଯେମିତି ଆନନ୍ଦ ଥିଲା ହଁ ହଁ ଆଜି ଯାଇକି ସାଗରାସୁର କୋଳରେ କନ୍ୟା ପାଇ ତାଠାରୁ ଆହୁରି ଅଧିକ ଆନନ୍ଦ। ସେଇ ଆନନ୍ଦ ମନରେ ଯେତେବେଳେ ଗୃହକୁ ନେଇ ଯାଇଛି ଯେ କି ନିଜର କନ୍ୟା ର ନାମକରଣ ଦେଇଛି ଯେ କି ସାଗରାସୁର ନାଁରେ ତାର ନାମ ହଉଛି ସାଗରିକା। ସାଗରିକା ଦତ୍ୟାବଳୀକି ଆଜି ଦେଇଛି। ହଁ ହଁ ଆନନ୍ଦ କହିଲେ ନ ସରେ। ନ ସରେ। ରାଜ୍ୟ ସାରା ଯେ କି ନିଜର କନ୍ୟାଟିଏ ରାଜା ପାଇଛନ୍ତି ବୋଲି ହଁ ଆଜି ରାଜ୍ୟ ସାରା ସମସ୍ତଙ୍କୁ ଭୋକି ଶୋଷୀ ଦୁଃଖୀ ରଙ୍ଗୀ ମାନଙ୍କୁ ଯେ କି ଅନ୍ନ ଭୋଜନ ଦେଇଛନ୍ତି। ହଁ ହଁ ବ୍ରାହ୍ମଣ ମାନଙ୍କୁ ଦାନ ଦେଇଛନ୍ତି। ହଁ ପ୍ରଜା ମାନଙ୍କର ମନୋରଞ୍ଜନ କରିବା ପାଇଁ ଆଜି ଦତ୍ୟ ସାଗରାସୁର ଯେ କି ନୃତ୍ୟ ଗୀତର ଆୟୋଜନ କରିଛି। ନୃତ୍ୟ ଦୂତ ଆଜ୍ଞା ଯାଅ ଆମର ରାଜ ନର୍ତ୍ତକୀକୁ ଡାକି ଆଣ। ଏ ସିଂହ ଦ୍ୱାର ନିକଟରେ ଯେ କି ନୃତ୍ୟ ଗୀତର ଆୟୋଜନ ହେବ। ଆଜ୍ଞା ଯେ କି ମୋର ପ୍ରଜାଗଣ ସମସ୍ତେ ଯେ କି ଏଠାରେ ନୃତ୍ୟ ଗୀତ ଆରମ୍ଭ ହେଇଯିବ। ଏଠାରେ ଦେଖିବେ। ମହାପ୍ରଭୁଙ୍କର ଜୟ ହଉ। ତୁମେ ଯାଅ। ତା ଘର ଭିତରେ କଣ ଗୋଟେ ଟୁପୁରୁ ଟୁପୁରୁ ଶୁଭୁଛି। ଆଡେ କଥାବାର୍ତ୍ତା ତା ମା କଣ କହୁଛି ପରା ଓଇ ଝୁମୁରିବାଲି ତା ଘର ଭିତରେ କଣ ଗୋଟେ ଟୁପୁରୁ ଟପରେ କିଏ ଅଛନ୍ତି କି ଗରାଖ? ପ୍ରଭୁ ମୁଁ ଆସିବା ପୂର୍ବରୁ ଆଉ ଗରାଖ କିଏ ଆସିଛି? ହଁ ହଁ ଗରାକ ଲାଗିଛନ୍ତି। ହଁ ହଁ ତାଙ୍କର କଲ୍ ମନ ନାହିଁ। ଏଇ ଝୁମୁରିବାଲି ଭାଇର କାମ ଦୁଆରେ ନାହିଁ। ନାଇଁ 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 ଆଜିକାଲି ଡାକ ଡାକ ଟିକେ ଭଲରେ ଡାକ। ଭିତର ଘରେ ସେ ଅଛି। ଓଇ ଝୁମୁରିବାଲି ମୁଁ ରଜାର ଭୂତ। ତାମାନେ ସେ ଘରେ ବି ଷଣ୍ଢ ଇଏ ଷଣ୍ଢ ରଖିଛି। ଘରେ ଷଣ୍ଢ ରଖିଛି। ଅଯୋଗ୍ୟ କୁଳାଙ୍ଗାର ଏ କଣ ହଉଛି? ଓହୋ ଧକ୍କା ହେଇଗଲା ରେ। ଆଚ୍ଛା ତମେ ନର୍ତ୍ତକୀ? ହଁ କାହିଁ କଣ ଡାଉଟ୍ ବୁଝିଛି ନା କଣ? ତୁମେ କେତେ ଦିନ ହେଲା କଣ ପାଇନ? ନାଇଁ ଏଇଟା ପୌଷ ମାସଟା ଗଲା ନା ମଳ ମାସ କିଛି ହବନି ତେଣୁକରି ମୁଁ ଟିକେ ବସିଥିଲି ବେଶୀ ଦିନ ହେଲାଣି ଆଉ। ତ ଏଠାରେ କଣ ହଉଛି ତୁମର? ଟିକେ ଦୁଃଖ
ହବନି ତ କଣ ହେଇଛି? ମୋ ଗୋଡ଼ ଖରାପ। ଗୋଡ଼ କଣ ଖରାପ ହେଇଛି? ଏବେ ଦିନେ ଯୋଉ ଧାନ କାଟିବାକୁ ଯାଇଥିଲେ ପଙ୍କ ପଶିକି କଣ ନଖା ହେଇଯାଇଛି। ଆରେ ଆମ ନିଜ ବିଲ କଥା କଣ ଅଛି ସେଥିରେ? ଯିବ ରାଜ ଦରବାରକୁ? ରାଜ ଦରବାରକୁ? ହଁ ଯିବି। ତମେ ସବୁଆଡେ ଯାଉଥିଲ? ମୁଁ ଯିବି ଯେ ମତେ ଟିକେ ମଝିରେ ମଝିରେ ହେଲ୍ପ କରିବ। ତମେ ତ ଆଗରୁ ସବୁଆଡେ କାହିଁ ଯାଉନଥିଲ? ନାଇଁ ନାଇଁ ମୁଁ ଏବେ ମାର୍କେଟକୁ ନୂଆ ନୂଆ ଆସିଛି। ହଁ ସେଇ କଥା ତମେ କେତେ ନୂଆ ଉଠିଲ, କାହିଁକିନା ମୁଁ ଏଠିକି କେତେ ଥର ଆସିଛି ନା, ମୁଁ କାହିଁ ତମକୁ ଦେଖିନି? ନା ମତେ ତମେ ଦେଖିପାରିବ ନାଇଁ, ତମ ମା ଯାଉଥିଲେ। ମୋ ମା ଯାଉଥିଲେ, ମୋ ଭଉଣୀ ବି ଯାଉଥିଲେ। କଣ ଏବେ ମୁଁ ନୂଆ, ମୋ ଭଉଣୀ ଯିବା କଥା ଯେ ସିଏ ଏବେ ତାର ପୁଅଟି ହେଇଛି। ଏବେ ମୋର ଆସିବାରେ ବିଳମ୍ବ କାହିଁକି ହେଲା? ହେଇଥିବେ ତ ପୁଅଟି ମୁଁ ଏନ୍ତୁଡ଼ିରେ ବସିଥିଲି, ସେ ଗାଧେଇ ଯାଇଛି। ତମର ପିଲାପିଲି ହେଇନି? ମୁଁ ବାହା ହେଇନି। କଣ କହୁଛ ମ? ମୁଁ ବାହା ହେଇନି। ପିଲାପିଲି ହେଇନି? ନାଇଁ। ହଉ ହଉ ଚଳିବ, 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 ଗଲେ ଏଠିକି ଚଳିବ। ଏବେ କଣ କହୁଛ, ମତେ ନବ ତ? ଯିବ, ଚାଲ ତାହେଲେ। କିଛି ଅସୁବିଧା ନାହିଁ। ଚାଲ। ଆଉ ଲୁଗା ବଦଳ ଯିବ, ଚାଲ ହରି। ଆସ ସେମିତି ଲୁଗା ବଦଳା କଣ ଦରକାର? ମହାରାଜାଙ୍କର ଜୟ ହୁଏ, ଆମର ସେ ବସି ପଡ଼ିଲେ। ଏ ରାଜର ଅର୍ଥ କି? ମହାରାଜଙ୍କର ଜୟ। ପ୍ରଭୁ ତୁମର ସର୍ବରିଷ୍ଟ ଶାନ୍ତି କରନ୍ତୁ। ମୁଁ ଡାକି ଜାଣିଲି। ଏଠାରେ ନୃତ୍ୟ ଗୀତ କର, ମୋର ପ୍ରଜାମାନଙ୍କର ମନୋରଞ୍ଜନ ହେଉ। ତମକୁ ମଧ୍ୟ ପ୍ରଣାମ। ଯଥା ଶୀଘ୍ର ଆରମ୍ଭ କର। ସେ ତ ଅଷ୍ଟକରେ ପ୍ରାପ୍ତି ହଉ। ମନେ ରହ ତ କଣ କହିଲି? ହଁ, ମୋ ଗୋଡ଼ ଭଲ ନାହିଁ। ଏ ମତେ ମଝିରେ ମଝିରେ ଚିନ୍ତା କର ନାହିଁ। ମତେ ମଝିରେ ମଝିରେ ମୁଁ ସବୁ କରିଦେବି, ତମେ ଚାଲ। ଆରେ ଡାକିବି ପୁଲିସ ଦେବୁ ଜୋରିମନା। ଆଉ କଣ ସେ କରୁଣା ଅଛି ଯେ ଜୋରିମନା ହବ? କରୁଣା ପାଖେଇ ଗଲାଣି, ପୋଲିସ ଆସିବାର ନାହିଁ। ହରି ଡାକିବି ପୁଲିସ ଦେବୁ ଜୋରିମନା। ମୁଁ କଣ ମାସ୍କ ପିନ୍ଧୁନି? ଆରେ କହୁଛି ମହତ ସାରନା। ମୁଁ କଣ ମୁଗୁଡା? ନାଇଁ, ମୁଁ ମୁଗୁଡା ମୋ ହାତ ସାରୁଛି କାର? ନାଇଁ ଭଲ ପିଲାଟା। ସାର୍ ନମସ୍କାର। ହି ମାନ କରନା, କିଏ ମାନ କରିଛି କାହିଁ? ଭଲ କଥାଟା କହୁଛ। ମାନ କରନା। ସବୁ ପ୍ରଜାମାନଙ୍କ ମନ ଖୁସି ଅଛି। ହାଇରେ ମୋର ସୁନା ଫରୁଆ। ଆଚ୍ଛା ଗାନ୍ଧୀ ଛକରେ ଇଣ୍ଡିଆ ବାଇଆଣିଟେ ବୋଲୁଥିଲା। ବାଇଆଣି ସିଧା ଆଖି ଦିଟା ଫୁଟେଇ ଦେବି, ତୁ ଆଉ ଦେଖି ପାରିବୁନୁ। ଯାହା ପ୍ରଭୁ, ଆଖି ଦିଟା ଫୁଟିଗଲେ ମୁଁ ବିଲ୍ବ ମଙ୍ଗଳ ହେବି। ଆଉ ଯଦି ପେଟଟା ଫୁଟେଇ ଦେବି। ଆରେ ଡାକିବି ପୁଲିସ ଦେବୁ ଜୋରିମନା। ହଉ ହଉ ହଉ। ଆରେ ଡାକିବି ପୁଲିସ ଦେବୁ ଜୋରିମନା। ମନା। ଆରେ କହୁଛି ମହତ ସାରନା। ସୁନା ଫରୁଆ ମାନ କରନା, ମୁଁ ସୁନା ଫରୁଆ ମାନ କରନା। ଡାକିବି ପୁଲିସ ଦେବୁ ଜୋରିମନା। ଡାକିବି ପୋଲିସ ଦେବୁ ଜୋରିମନା। ମନା ଡାକିବି ପୋଲିସ ଦେବୁ ଜୋରିମନା। କହୁଛି ମହତ ସାରନା। ମାନ କରନା, ମୋର ସୁନା ଫରୁଆ ମାନ କରନା। ହାରେ ମୋର ସୁନା ଫରୁଆ ମାନ କରନା। ସୁନା ଫରୁଆ ମାନ କରନା। ହାରେ ମୋର ସୁନା ଫରୁଆ ମାନ କରନା। ହାରେ ମୋର ସୁନା ଫରୁଆ ମାନ କରନା। ମାନ କରନା, ହରେ ମୋର ସୁନା। ଆରେ ଏପଟେ ସାର୍ ନମସ୍କାର। ସାର୍ ନମସ୍କାର। ଆରେ ଅଯୋଗ୍ୟ କୁଳାଗାର, ମୁଁ କହିଲି ଟିକେ ଚା ଟିକେ ପିଇଦେବି, ଟିକେ ଫ୍ରି ହେବି। ହଁ ମୁଁ କହିଲି ଗୋଟେ ଗୀତ ଟିକେ ଗାଇଦେବି। ଆଜ୍ଞା ସିଏ ତ ଏଠାରେ ନୃତ୍ୟ କରୁଥିଲା, ଆଜ୍ଞା। ତୁ ଏଠି କଣ ଗୋଟେ ଆପଣ ଜାଣିନାହାନ୍ତି ଆଉ। କଣ ଆପଣ ଜାଣିନାହାନ୍ତି ଆଉ। କଣ ମୁଁ ଜାଣିନି। କି କଥା, ସିଏ ମୋତେ ଏବେ ଆଗରୁ କଣ୍ଡିସନ କରିକି ଆସିଛି ଘରଠୁ। କଣ କଣ୍ଡିସନ କରିଛି? ମାନେ ସିଏ ଟିକେ ହାଲିଆ ହେଇଛି, କଣ ତା ଗୋଡ଼ଟା ଟିକେ ବେଣ୍ଡ ଅଛି। ହଁ ଆରେ କଣ ନଖା ହେଇଛି କହିଥିଲି, ବେଣ୍ଡ ଅଛି। ହଁ ହେଲା, କଣ ଲଖା ମାନେ କଣ ହେଲାନି, ଗୋଡ଼ଟା ତ ବେଣ୍ଡ ହେଇଯାଇଛି ଆଉ। ଆଚ୍ଛା। ତେଣୁ ସିଏ ହାଲିଆ ହେଇକି ଅଛି। ସିଏ ମୋତେ କହିଲା, ଭାଇ ଦେଖ ଯଦି ଡାକି ଆଇଛ ମୁଁ ଯିବି ତମ ସାଥିରେ, ହଁ। କିନ୍ତୁ ମୋତେ ଟିକେ ସେଠିକି ଗଲେ ରେପ୍ କରିବ। ଯାଉ କହିଲା ସେ କହିଛି ରେପ୍ କରିବାକୁ। ମୁଁ ରେପ କରିବାକୁ କହିଥିଲି, ମୁଁ ନା ହେଲ୍ପ କରିବାକୁ ଆରେ ଏଇଟା ହେଲ୍ପ।
হেল্প হেল্প কুকুরে ମୋ ଭୁଲ ହେଲା ଆଉ ଭୁଲଟା ସଂଶୋଧନ আরে সেটা হেল্প মানে সাহায্য করিব অযোগ্য কুলাঙ্গার ଏଇଟା ମୁଁ ଇଂଲିଶରେ କହୁଛି ଦତ୍ତরে ଚାହା କରି ଭଲ ଇଂଲିଶ ଏଇଟା ମୁଁ ଇଂଲିଶରେ କହୁଥିଲି ରେପ ବୋଲି ଚୁପ୍ ଏଇଟା ହେଲ୍ପ ଗୋଟେ ମାରିବ ସେ କୋଉ ନାଚ ନାଚୁଥିଲ ତମେ କୋଉ ନାଚ ତମେ କୋଉ ନାଚ ନାଚୁଥିଲ ମୋ ଉପରେ ଖାଲି ଗୋଇଠା ମାରୁଥିଲ ମତେ ଜାଣୁନ ମୁଁ ଗୋଇଠା ମାରା ନାଚୁଛି ସାର୍ ଆପଣ ଦେଖିଛନ୍ତି ନା ନାଇଁ ସେମିତି ଗୋଇଠା ମାରୁଥିଲା ବୋଲି ସିଏ ଯୋଉ ସାହାଯ୍ୟ କରିବା ପାଇଁ କହିଥିଲା ତୁ ତାହେଲେ ସାହାଯ୍ୟ କଣ କରୁଥିଲୁ ନାଇଁ କଣ ଜାଣିନା କଣ ସାହାଯ୍ୟ କରୁଥିଲୁ ନାଚରେ କୋଉ ନାଚ ମୋର ସମ୍ବଲପୁରୀ ମାନେ ଯୋଉ କୋରାପୁଟିଆ ନାଚ ନୁହଁ କି ଗୋଡ ଦିଟା ଆଗ ବାଡେଇକି ଭାଙ୍ଗିଦେବି ମେଡିକାଲରେ ନେଇକି ପଛକେ 6 ମାସ ରଖିବି କିନ୍ତୁ ଗୋଡ ଯୋଡା ବାଡେଇ ଭାଙ୍ଗିଦେବି ଆରେ ଛନ ଛନ ଯୌବନ ମୋହର ଏ କେବେ ଉଠିବୁନୁ ତୁ କାନ ଧରିକି ବହ କାନ ଧରିକି ବହ କେବେ ଉଠିବୁନୁ ଆରେ ଛନ ଛନ ଯୌବନ ମୋହର ଆରେ ଛନ ଛନ ଯୌବନ ମୋହର ମୋର କାଲିଆରେ ଆରେ ମିଛେ ମିଛେ କାହିଁ କରୁ ବାହାନା ମୋର ଝୁଲିଆରେ ତୁହି ମୋର ଧନ ଯିବାର ଜୀବନ ପଚାରନ୍ତୁ କଣ କରୁଛି ଆଚ୍ଛା ରାଜନର୍କ କି ତାକୁ ତମେ ପଚାରନ୍ତୁ ଏଠାରେ ନୃତ୍ୟ କାହିଁ ବନ୍ଦ କଲ ତାକୁ ପଚାରୁନାହାନ୍ତି ଆରେ ବିଜୁଳି ଆରେ ଏଠାରେ କଣ ହଉଥିଲା ସାର୍ ଚାଟୁଥିଲି କି କଣ ଚାଟୁଥିଲି ଆରେ ରହ ଏରା କଣ ଡାଲି ନାଇଁ ତରକାରୀ ନା ପାୟସ ନା ଆଉ କଣ ତାର ଚାହା ନାଇଁ ଆଜ୍ଞା ଆଉ ଏରା କଣ ଚାଟୁଥିଲୁ ମୁଁ ଭାବିଲି ସାରଥି ବାବା ପାଦରୁ ମହୁ ଧରୁଛି ହଁ। ତେଣୁ ତା ପାଦରୁ କାହେ ମହୁ ଧରୁଥିବ ବୋଲି ଚାଟୁଛି ମହୁ ନାହିଁ ଆରେ ତୁହି ମୋର ଧନ ଯିବାର ଜୀବନ ତୁହି ମୋର ଭଲ ଭଲ ଆଉ ଥରେ କହ କାଲି ତୁ ଦିଥର କହିଦେଲେ ମୋ ମନ ତରକାରୀ କାନ ମୋଡ଼ିକି ଛିଡେଇ ଦେବି କହିଥିଲି କାନ ଧରିକି ବସିବା ପାଇଁ ସିଏ ପୁରା କହିବା ତୁ ହିଁ ତୁ ମୋ ଭଲ ନାଇଁ ତୁ ଏମିତି ହବନି ବୁଢାର ଦାନ୍ତ ନାହିଁ। ନାଇଁ ମୁଁ ଏଟା ଜଗିବି ତଥାପି ଅଛି ନା ମୁଁ ଏଟା ଜଗିକି ବଉଚି ନହେଲେ ହବନି ଆରେ ତୁହି ମୋର ଧନ ଯିବାର ଜୀବନ ତୁହି ମୋର ଧନ ଯିବାର ଜୀବନ ଆରେ ସାରେ ଅଳସ ଭାଙ୍ଗୁଥିଲି ପୁରା ମୋର ଆଜ୍ଞା ତୁ ମାରିଦବୁ ଲୋକ ନାଇଁ ନାଇଁ ଆଉ ନାଇଁ ମୁଁ ଅଳସ ଭାଙ୍ଗୁଥିଲି ସେ ହାଇ ମାଇଲା ତ ମୁଁ ଏମିତି ମାରୁଥିଲି ହାଇ ଅଳସ ଲାଗି ଆରେ କହୁଛି ଏମିତି ହୁଅନା କରନା ଗାଓ ପ୍ୟାରି ଗାଓ ଜାଣିପାରୁନି କିଏ ଆରେ ଅଯୋଗ୍ୟ କୁଳାଙ୍ଗାର ତତେ ଲଜ୍ଜା ମାରୁନି ତତେ ଲାଜ ଲାଗୁନି ଆରେ କିଏ ସୁନ୍ଦରୀ ମୁଁ ସୁନ୍ଦରୀ ମୁଁ ତ ସୁନ୍ଦରୀ ଝିଅ କୋଉଠି ନାଚ କରୁଛି ଆରେ ଅଯୋଗ୍ୟ କୁଳାଙ୍ଗାର ତମ ଦଳ ଭିତରେ ମୁଁ କଣ ତମେ ହଉଛ ମୋ ଦଳପତି ମାନେ ଆମ ବାପା ମୁଁ ଯଦି ତୁମର ବାପା ମୁଁ ମୋର ତୁ କଣ ହେବୁ ପୁଅ ପୁଅ ତାହେଲେ ପୁଅ ଏମିତି ଯୋଗ୍ୟ
ସୁନ୍ଦରୀ କହିଛି ହଁ ତମ ଭଳିଆ ବାପାକୁ ଗୁଳି କରିକି ନେଇକି ନନ୍ଦନ କାନରେ ଫୋପାଡ଼ି ଦେବା କଥା ବାପା ଆରେ ମୋର